ଦେଖନ୍ତୁ ଏଇଟା ହେଉଛି ଆମର ଗୁମର ପଞ୍ଚାୟତର ମଣ୍ଡି ପଏଣ୍ଟ। ଏଇଟା ହେଉଛି ଆମର ଚାଷୀ ଭାଇମାନେ ସବୁ ଏକଜୁଟ ହେଇଛନ୍ତି। ଦେଖନ୍ତୁ ଆଜିକି 2 ଦିନ ହେଲା ଏଠି ଗୋଟେ ବି ଗାଡ଼ି କି ଗୋଟେ ଟ୍ରାକ୍ଟର ବି ଲାଗିନାହିଁ। ତେଣୁ ତାଙ୍କର ଅବଜେକ୍ସନ୍ ହେଉଛି ନାଇଁ ଗୋଟେ କ'ଣ ପାଇଁ ଆମର ପାଖରେ ଗାଡ଼ି ଆସୁନାହିଁ କ'ଣ ଗୋଟେ ବୋଲିକିନା କହିବା ହିସାବରେ ଆମେ ଗୋଟେ ଭିଡ଼ିଓ କରୁଛୁ। ଦୟାକରି ଏଇଟା ପବ୍ଲିକ୍ ସିଟି କରିବାଟା ଆମର ଦାୟିତ୍ୱଟା ତାଙ୍କର ଉପରେ ନିର୍ଭୟ। ଚାଷୀ ଭାଇମାନେ ଏବେ କହିବେ କ'ଣ ମତରେ ତାଙ୍କର କ'ଣ ଦାବି ଅଛନ୍ତି ତାଙ୍କର ବିଷୟରେ ଟିକେ ଆଲୋଚନା କରିବା। ଆଜ୍ଞା ଆପଣଙ୍କ ନାଁ କ'ଣ? ଡମୁ ଚଲାନ କୋଉଠିର? ଗୁମର କୁମର। ହେଲେ କ'ଣ ଦାବି ଏବେ ରଖିଛନ୍ତି ଆଜ୍ଞା? ଏ ଚାଷୀର ଧାନ ଉଠୁନାହିଁ ସେଟା ଉଠୁନାହିଁ। ପାଇଁ ହେଲେ ଆପଣଙ୍କର ଟୋକେନ୍ କେବେ ଅଛି ଆଜ୍ଞା? 16 16ରେ ଅଛି। 16 ହେଲେ 16ରେ ଅଛି ବୋଲି ତ 4 ଦିନ ଭିତରେ ଟୋକେନ୍ ଯିବନି। ହଏ। ହେଁ ହେଲେ ଆମର ଯେଉଁ କମିଟି ବାଲା ମାନେ ଯିଏ ଅଛନ୍ତି କ'ଣ ନିଷ୍ପତ୍ତି ନେଇଛନ୍ତି? ତାଙ୍କେ କି ନିଷ୍ପତ୍ତି ନେଇଛି ଏତିକି ନାଇଁ ଆପଣ କ'ଣ କହିଛନ୍ତି କି? କହିନାହାନ୍ତି କିଛି ନାହିଁ। କିଛି କହିନାହାନ୍ତି। ହେଲେ 16 ତାରିଖର 4 ଦିନ ଗଲେ ଟୋକେନ୍ ଯିବ। ହେଲେ ଆପଣ କିଛି କହିନାହାନ୍ତି। ନାଇଁ ଗାଡ଼ି ଏବେ କାଲିଠୁ ଷ୍ଟ୍ରାଇକ୍ ଅଛି ଯେ ଆପଣଙ୍କ ଗାଡ଼ି ଲାଗିଲେ ନାହିଁ? ନାଇଁ କାଲିଠୁ ଲାଗିନାହିଁ। ଟୋଟାଲି ଗାଡ଼ି ନାହିଁ। ନାଇଁ ଠିକ୍ ଅଛି। ଆପଣ କେତେ କୁଇଣ୍ଟାଲ ଅଛି? 70 70 କୁଇଣ୍ଟାଲ ଅଛି 16 ତାରିଖର। ହଏ। ଠିକ୍ ଅଛି ଧନ୍ୟବାଦ। ଆଜ୍ଞା କୁହନ୍ତୁ ଆପଣଙ୍କର ଅବଜେକ୍ସନ୍ କ'ଣ କହୁଥିଲେ? ଅବଜେକ୍ସନ୍ ବୋଲେ ଆଜିକୁ ଗୋଟେ 15 ଦିନ ଖଣ୍ଡେ ହେଲାଣି ଆମର ଗୁମର ମଣ୍ଡିର ଧାନ ଉଠୁନାହିଁ। ଉଠୁନାହିଁ। ହଁ ନାଇଁ ମୋର କହିବାଟା କ'ଣ କି ଆଜି ତ ଚାଲିଛି ଗୁମର ମଣ୍ଡିରେ ଚାଲିଛି ଯେ ତଥାପି 2 ଦିନ ହେଲା ଗାଡ଼ି ଆସିନାହିଁ। ତମର କହିବା ମତ କ'ଣ କୁହନ୍ତୁ? ଆମର କହିବା ମତ ହେଲା ଆମର ଡିସେମ୍ବର 16ରୁ ଜାନୁଆରୀ 14 ବୋଲେ ଆପଣଙ୍କର ଏବେ ମିଶା ହଁ ଯିବାର ଥିଲା ଯିବାର ଥିଲା। ହେଲେ ଆମର ଧାନ ଏ ପର୍ଯ୍ୟନ୍ତ ଉଠି ନାହିଁ। ହୁଁ ସେଟା 14 ତାରିଖ ହେଲା ତ ଆମର ଡେଟ୍ଟା ଲେପ୍ସ ହେଇଯିବ। ଲେସ୍ ହେଇଯିବ। ହଁ ହଇ ଆଜ୍ଞା। ତ ସେ ଆମର କମିଟି ଲୋକ କ'ଣ କହିଲେ ଆପଣଙ୍କୁ? କମିଟି ଲୋକ ବୋଲେ ତ ଏଇଟା ଖାଲି ସେଟା ମିଲ୍ ବାଲା ମାନର ଷ୍ଟ୍ରାଇକ୍ ଅଛି ଗାଡ଼ି ଆସିବ ନାହିଁ ବୋଲି କହିଲେ। ହେଲେ ମିଲ୍ ବାଲା ମାନେ କଥା ଧରିକିନା ଯଦି ଆମର କମିଟି ଲୋକ ଚଳେଇବେ ବୋଲେ ଆମେ ଚାଷୀ ଭାଇ ଆତ୍ମହତ୍ୟା କରିବାର ଅଛି ନା କ'ଣ? ହଁ ସେମିତି ଏକା ଆତ୍ମହତ୍ୟା କରିବା କଥା ଆର ଉପାୟ କ'ଣ ଆରି? ସେଇ କଥା ମୁଁ କହିବାଟା ତ ଠିକ୍ ଅଛି। ହେଲେ ଅଧିକାଂଶ କେତେ ଲୋକର ଅଛି ହାତ ଟିକେ ଦେଖନ୍ତୁ 16 ତାରିଖର ଏତିକି ଲୋକର 16 ତାରିଖର ଏତିକି ଲୋକର ଅଛି ତଥାପି ଏବେ ଆମର ଗହନ ମଣ୍ଡିରେ ଉଠି ନାହିଁ। ହେଁ ହେଲେ 16 ତାରିଖ 4 ଦିନ ଗଲେ ଆମର ଲେସ୍ ହେଇଯିବ ନାଇଁ କି? ଠିକ୍ ଅଛି। ଏଇଟା ଏଇ ଜିନିଷଟା ଏଇ ଭିଡ଼ିଓଟାକୁ ଆମେ ଆମର ନ୍ୟୁଜ୍ ମାଧ୍ୟମରେ ବା ଆମର ଯେତିକି ଆମର ପବ୍ଲିକ୍ ମାଧ୍ୟମରେ ଆମେ ଏଇଟା ଭାଇରାଲ୍ କରିବୁ ଗୁମର ମଣ୍ଡିରେ କି ଆମର ଏତିକି ଚାଷୀ ଭାଇମାନେ ଅଛନ୍ତି ଏଇ ଜିନିଷଟା ଆମର କିଛି ହେଇପାରୁନାହିଁ ଆମର ଏଠି ମଣ୍ଡିରେ। ତେଣୁକରି ଆମର କମିଟି ଭାଇମାନଙ୍କୁ ଆମେ ଦାୟୀ ମିଶା ଦେବୁ ନାହିଁ। ତାଙ୍କର ଯାହା କରବାର ଅଛି ଯଥାଶୀଘ୍ର ଆମର ଧାନଟାକେ ଆମକୁ ମିଲ୍ ସହିତ ମିଲରମେଣ୍ଟ ସହିତ ଯାହା ବି ହିସାବ ଆମର ଧାନ ଯେମିତି ହେଲେ ଉଠିବାର ଅଛି। ଏତିକି ତ? ହଁ ସେତିକି ପାଇଁ ଅନୁରୋଧ ଦୟାକରି ଆମର ଗୁମର ଚାଷୀ ଭାଇମାନଙ୍କର ଅନୁରୋଧ ଆମର କମିଟି ଭାଇମାନଙ୍କୁ ଅନୁରୋଧ ଯଥାଶୀଘ୍ର ଆଙ୍କର ଧାନ ମାନେ ଉଠନ୍ତୁ। କାହିଁକିନା ଆଜିକୁ 10 ଦିନ ଲଗାଇକିନା ଏଇ ଶୀତ କାକରରେ ଶୋଇଛନ୍ତି। ଦେଖନ୍ତୁ ଆପଣଙ୍କ ତାଙ୍କର ଦୃଶ୍ୟ ହେଲା। ଏତେ 10 ଦିନ ହେଲାଣି ଆଙ୍କେ ଶୋଇ ଅଛନ୍ତି। ତେଣୁକରି ତାଙ୍କର ରିକ୍ୱେଷ୍ଟ ଆପଣ ଗଭର୍ଣ୍ଣମେଣ୍ଟ ବୁଝନ୍ତୁ। ଗଭର୍ଣ୍ଣମେଣ୍ଟର କଥା ଆମେ ପଡ଼ୁନି ଆମର କମିଟି ବୁଝନ୍ତୁ ତାଙ୍କର ଦୁଃଖକୁ। ତାଙ୍କର ଦୁଃଖ ବୁଝିଲେ ଆମକୁ ବହୁତ ଖୁସି। ତେଣୁକରି ଯଥାଶୀଘ୍ର ତାଙ୍କର କାର୍ଯ୍ୟ ଅନୁଷ୍ଠାନ ଦୟାକରି ଧନ୍ୟବାଦ।